ନମସ୍କାର ଓଡ଼ିଶା। ସମ୍ପତ୍ତି ପାଇଁ ଶୈତାନ ସାଜିଲା ପୁଅ, ପିଟି ପିଟି ମାରିଦେଲା ବାପାଙ୍କୁ। ସମ୍ପତ୍ତି ପାଇଁ 65 ବର୍ଷୀୟ ବାପାଙ୍କୁ ପ୍ରବଳ ମାଡ଼। ବୁଢ଼ା ବାପାଟିର ମୁହଁକୁ ମାରି ଚାଲିଲା କୁଳାଙ୍ଗାର ପୁଅ। ରକ୍ତରେ ଜୁଡ଼ୁବୁଡ଼ୁ ହେଲା ବାପା। ମେଡ଼ିକାଲରେ ଚାଲିଗଲା ଜୀବନ। ଏମିତି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ସାମାନ୍ୟ ବାପା ଅର୍ଜିତ ସମ୍ପତ୍ତିକୁ ନିଜ ନାଁରେ କରିବାକୁ ଏପରି କରି ଜନ୍ମ କଲା ପୁଅ। ଯେଉଁ ବାପା ତାକୁ ପାଳି ପୋଷି ବଡ଼ କଲା, ସେହି ବାପାଙ୍କୁ ମୁଥା ପରେ ମୁଥା ମାରି ଚାଲିଲା କୁଳାଙ୍ଗାର ପୁଅ। ଏ ଦୃଶ୍ୟ ଦେଖିବା ପରେ ଏତିକି ଅନୁଭବ ହେଉଛି ଯେ ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ଏଇ ପୁଅକୁ ଯେତେ ବଡ଼ ଦଣ୍ଡ ଦେଲେ ବି କମ୍ ପଡ଼ିବ। ସବୁଠୁ ଦୁଃଖ ବିଷୟଟି ହେଉଛି କୁଳାଙ୍ଗାର ପୁଅ ମାଡ଼ ମାରିବା ପରେ ଆଉ ଥରଟିଏ ବି ମୃତ୍ୟୁକୁ ଦରାଣ୍ଡି ହେଉଥିବା ବିଚରା ବାପାକୁ ଆଡ଼ ଆଖିରେ ବି ଚାହିଁବାକୁ ଆସିଲାନି। ଧିକ୍ ଏମିତି ପୁଅକୁ। ବୁଢ଼ା ବାପା ଚେୟାରରେ ବସିଥିବା ବେଳେ ନିର୍ଧୁମ ମାଡ଼ ମାରୁଛି ପୁଅ। ମୁହଁକୁ ମୁହଁ ମାଡ଼ ମାରିବା ପରେ ବୃଦ୍ଧ ନିଜର ଚେତା ହରାଉଛନ୍ତି। ମାଡ଼ ମାରି ଥକିଯିବା ପରେ ପୁଣି ଫେରିଆସି ବୁଢ଼ା ବାପାଙ୍କୁ ଲାତ ମାରୁଛି କୁଳାଙ୍ଗାର ପୁଅ। ପରେ ଘରର ଜଣେ ସଦସ୍ୟ ଆସି ତାଙ୍କୁ ଅଟକାଉଛନ୍ତି। ଘଟଣାସ୍ଥଳରେ ବୁଢ଼ା ବାପା ଅଚେତ ହୋଇ ପଡ଼ିଥିବା ବେଳେ ଜଣେ ମହିଳା ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର କିଛି ସମୟ ପରେ ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏପରି ଏକ ଅଭାବନୀୟ ଖବର ତାମିଲନାଡୁରୁ ଆସିଛି। ପେରାମ୍ବାଲୁରର ଜଣେ 65 ବର୍ଷୀୟ ବାପାକୁ ମାଡ଼ ମାରି ଜୀବନରୁ ମାରିଦେଇଛି ପୁଅ। ଗତ 18 ତାରିଖରେ ଏହି ଘଟଣା ଘଟିଥିବା ବେଳେ ସେହିଦିନ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଅଭିଯୁକ୍ତ ନାଁରେ ବିଭିନ୍ନ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଆଜିର କଳିଯୁଗରେ ଏପରି ହୃଦୟଥରା ଘଟଣା ଦେଖିଲେ ଦୁଃଖ ଲାଗୁଛି। ଦର୍ଶକ ବନ୍ଧୁ, ଆଶା କରୁଛି ଆପଣମାନେ ନିଜ ବାପା ମାଆଙ୍କୁ ଖୁସିରେ ରଖୁଥିବେ। ଆପଣମାନଙ୍କ ପାଖକୁ ଖୁବ୍ ଶୀଘ୍ର ନେଇ ଆସିବି ନୂଆ ନୂଆ ଖବର। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ। ନମସ୍କାର ଓଡ଼ିଶା।